ଆପଣ ମନ୍ତ୍ରୀ ମାନଙ୍କର ଦୁର୍ନୀତି କଥା କାହିଁକି ପିଲା ପଢିବେନି ଆପଣ ବୁଝାନ୍ତୁ। ଦୁର୍ନୀତି କଥା ଦୁର୍ନୀତି ପଢୁନାହାନ୍ତି କି? ଆଇଏଏସ୍ ଅଫିସର ଖବର କାଗଜରେ ବାହାରୁଛି, ସବୁଠି ବାହାରୁଛି ଯଦି ଖବର କାଗଜରେ ବାହାରୁଛି ତାହେଲେ ଟେକ୍ସଟ ବୁକ୍ ରେ ରହିଲେ କଣ ଅସୁବିଧା? କୋଉଟା ଟେକ୍ସଟ ବୁକ୍ ରେ ଯଦି ଟେକ୍ସଟ ବୁକ୍ ରେ ଆପଣ ଗୋଟେ ଅଷ୍ଟମ ପିଲାକୁ ଆପଣ ନ୍ୟାୟପାଳିକା ଯେତେବେଳେ ପଢଉଛନ୍ତି, ନ୍ୟାୟପାଳିକା ଏଇ ଯୋଉ ଦିଗ ଗୁଡିକ ସେଠି ମଧ୍ୟ ଦ୍ୟାଟ୍ ଦି ଇନଷ୍ଟିଟ୍ୟୁସନରେ ମଧ୍ୟ କରପସନ ହେଇପାରେ, ସବାଳ ଦେଇପାରନ୍ତି ଆପଣ। କିନ୍ତୁ ଏଇଆ ହଉଛି ଏତେ କଥା ହେଇଗଲାଣି, ଏଇଟା ଦୁର୍ନୀତିଗ୍ରସ୍ତ ହେଇଗଲାଣି, ଯଦି ହଉଛି এইটা କରିକି ଯେ ଆପଣ ପିଲାକୁ ପଢଉଛନ୍ତି ତାହେଲେ ଆପଣ ଷ୍ଟ୍ରକ୍ଚରଟା ରଖିବାକୁ ଚାହୁଁନାହାନ୍ତି। ଏଭଳି ଏକ ନିଷ୍ପତ୍ତି ସୁପ୍ରିମକୋର୍ଟ ନେବା ଉଚିତ କି ପିଲା ଯଦି ସବୁ ପଢିବେ, ସବୁ କଥା ଜାଣିବେ, ତା ଦେହରେ ଅସୁବିଧା କ'ଣ? କରପସନ ସବୁଠି ଅଛି, ସେ ସମ୍ପର୍କରେ ଯଦି ପିଲା ପାଠ ପଢନ୍ତି ତାହେଲେ ଅସୁବିଧା କ'ଣ? ରବବାବୁ ନାଇଁ, ଗୋଟେ ଆଶ୍ଚର୍ଯ୍ୟ କଥା, ମାନେ ଏଇ ଯେଉଁ ଅଷ୍ଟମ ଶ୍ରେଣୀରେ ଯେଉଁ ପିଲାମାନଙ୍କୁ ପଢ଼େଇବା ପାଇଁକା ଏଇଟା ଦେଖନ୍ତୁ, ଏଇଟା କ୍ଲାସ୍ କରିକୁଲମରେ ସବଜେକ୍ଟ ଗୋଟେ କ'ଣ, ସେଥିରେ ଉଦ୍ଦେଶ୍ୟ କ'ଣ ଯେ ଯେଉଁମାନେ ଆମର ନାଇଁ ପଢିବା ଉଚିତ କି ନୁହଁ କରପସନ? ଶୁଣ, କରପସନ ପଢ଼ିବା ଉଚିତ ନା? ଜୁଡିସିଆରୀରେ କରପସନ ପଢିବା ଉଚିତ? ଆଜ୍ଞା, ଆଗ ପିଲାଟି ଜାଣିବା ଦରକାର ନ୍ୟାୟପାଳିକା କ'ଣ। ସେଟା ସେ ପଢୁଛି, ସପ୍ତମ ପର୍ଯ୍ୟନ୍ତ ପଢିଗଲାଣି, ନାଇଁ କରପସନ କଥାଟା ପଢିବ କି ନା? ନ୍ୟାୟପାଳିକା ବ୍ୟବସ୍ଥାଟି କ'ଣ ଏବଂ ନ୍ୟାୟପାଳିକାର ସେ ଯେଉଁ ଚାପ୍ଟରଟି ଯେଭଳି ଭାବରେ ଲେଖା ହେଇଛି, ଧରନ୍ତୁ ମୁଁ ଆପଣଙ୍କୁ କହୁଛି, ସେ ଯେଭଳି ଭାବରେ ଲେଖିଛନ୍ତି, ଯିଏ ବି ଲେଖିଛନ୍ତି, ଏନସିଆରଟି ଜାଣିଛନ୍ତି, ଗ୍ରୁପ ଅଫ୍ ରାଇଟର୍ସ ଅଛନ୍ତି, ଏଡିଟର୍ସ ଅଛନ୍ତି, 5 ଥର ଚେକ୍ ହୁଏ, 1ରେ କରିକୁଲମ ଯିବ ନା ନାହିଁ ସେ ମଧ୍ୟ ସ୍ଥାନିତ ହୁଏ। ଏଥିରେ ବହୁତ, ଏଇଟା ସୁଜଳିଆ କଥା ନୁହଁ, ପିଲାଳିଆ କଥା ନୁହେଁ, କ୍ଲାସ୍ 8ର ଟେକ୍ସଟ ବୁକ୍ରେ ସ୍ଥାନିତ କରୁଛନ୍ତି ଆପଣ। ମୋର କହିବା କଥା ହେଉଛି, ଧରନ୍ତୁ ଆଜି ସକାଳେ ଏ ଉଠେଇଦେଲି କ'ଣ, ଯଦି କୌଣସି ଖବରକାଗଜ ରେ ଏଇ କଥା ନ୍ୟାୟପାଳିକା ବିଷୟରେ ଇନଫର୍ମାଲ ଆର୍ଟିକଲ ମଧ୍ୟ ଆପଣ ଲେଖନ୍ତି, ଇନଫର୍ମାଲ ଆର୍ଟିକଲ ମଧ୍ୟ ନ୍ୟାୟପାଳିକା ଦୁର୍ନୀତି ହେଉଛି ଆମେ ଲେଖୁଛନ୍ତି, କିନ୍ତୁ ଏଇଭଳିଆ ବାଦ ଲେଖନ୍ତି। ଇଟ୍ ଇଜ୍ ଏ ଜେନେରାଲାଇଜେସନ, ମାନେ ଯେ କୋଠି କରପସନ ହେଉଛି। ସବୁ କଥା କହିଲେ, ଜୁଡିସିଆରୀରେ ନ୍ୟାୟପାଳିକାରେ କରପସନ ହେଉଛି, ଭ୍ରଷ୍ଟାଚାର ହେଉଛି, ଅଷ୍ଟମ ଶ୍ରେଣୀର ପିଲା ତାକୁ ପଢିବା ଉଚିତ କି ନୁହେଁ? ମୁଁ କହୁଛି ତା ମାନେ କ'ଣ? ତା ମାନେ ପାର୍ଲାମେଣ୍ଟ ସଦସ୍ୟ ମାନେ ଭ୍ରଷ୍ଟାଚାର ହେଉଛି, ଲୋକ ପାର୍ଲାମେଣ୍ଟ ଆଉ ହେଇପାରେ ମାନେ ହଉଛି ତ ତାକୁ ପଢିବା ଉଚିତ। ମନ୍ତ୍ରୀ ମାନେ ଭ୍ରଷ୍ଟାଚାର କରୁଛନ୍ତି, ତାକୁ ପଢିବା ଉଚିତ। ଆମେ ଯେତେବେଳେ ଏକ୍ଜିକ୍ୟୁଟିଭ ଆଉ ଲେଜିସ୍ଲେଚର ଆଉ ଇଏ ପଢ଼ଉଛୁ ପିଲାମାନଙ୍କୁ, ଆମେ ଯଦି ଆଉ ନ୍ୟାୟପାଳିକାଟା ବହୁତ ସେ ଦୃଷ୍ଟିରୁ ଡିଫରେଣ୍ଟ ଫ୍ରମ୍ ଅଦର୍ସ, କାହିଁକିନା ସେଇଟା ନ୍ୟାୟପାଳିକାଟା ଆପଣ ମତେ କୁହନ୍ତୁ ସିଧାସଳଖ ଯେ ପିଲା ଯଦି ପଢିବେ ସୁପ୍ରିମକୋର୍ଟରେ କୋଉଠି କୋଉଠି ଦୁର୍ନୀତିଗ୍ରସ୍ତ ଜଜଙ୍କ ସମ୍ପର୍କରେ ବା ଅନ୍ୟ ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ ଉଠିଥିଲା, ହିଷ୍ଟ୍ରି କ'ଣ, କେମିତି କୋର୍ଟ ତାକୁ ଗ୍ରହଣ କଲେ, କୋର୍ଟ ତାକୁ କିଭଳି ଦଣ୍ଡ ପ୍ରଦାନ କଲେ, ସେ କଥା ଅଷ୍ଟମ ଶ୍ରେଣୀର ପିଲାମାନେ ଜାଣିବା ଉଚିତ କି ନୁହଁ, ପାଠ ପଢିବା ଉଚିତ କି ନୁହଁ? ନା ନା, କାହିଁକି? କୋର୍ସ ଅଫ୍ ଷ୍ଟଡିରେ ଆକୁ ଭର୍ତ୍ତି କରିବାର, କୋର୍ସ ଅଫ୍ ଷ୍ଟଡିରେ ଆକୁ ଭର୍ତ୍ତି କରିବା ମାନେ ଆପଣଙ୍କ ଟ୍ରଷ୍ଟ ଆମଙ୍ଗ ଦି ୟଙ୍ଗର ଜେନେରେସନ୍, ୟୁ ଆର୍ ୱିଥ୍ଡ୍ରଇଂ ଦି ଟ୍ରଷ୍ଟ ଅନ୍ ଦି ନ୍ୟାୟପାଳିକା। ବିଶ୍ୱାସ ତୁଟିଯିବ। ନ୍ୟାୟପାଳିକା ଉପରେ ଯଦି ଆପଣ ବିଶ୍ୱାସ ୱିଥ୍ଡ୍ର କରିନେଲେ, ଆପଣଙ୍କ ଡେମୋକ୍ରାସିରେ ଆପଣ କହୁଛନ୍ତି ତିନିଟା ପିଲର, ଆପଣ ସବୁ ଆପଣ ଏଇ ଯୋଉ ଇମ୍ପୋର୍ଟାଣ୍ଟ ପିଲର, ମୁଁ ଆପଣଙ୍କ ଉପରେ ଯୋଉଟା ନାଗରିକର ମୌଳିକ ଅଧିକାରକୁ ସୁରକ୍ଷିତ କରୁଛି। ଆପଣ ହଉଛନ୍ତି ସେଇ ବ୍ୟକ୍ତି ଯିଏ କହନ୍ତି ଯେ କମ୍ପ୍ଲିଟ ଟ୍ରାନ୍ସପାରେନ୍ସି ରହୁ, ସ୍ୱଚ୍ଛତା ରହୁ। ଯେତେବେଳେ ଗୋଟିଏ ପୁଅ ଗୋଟିଏ ଝିଅକୁ ବାହା ହୁଏ, ସେ ସବୁ ଯାକ ଇନଫର୍ମେସନ ପାଏ, ଜଣଙ୍କ ସମ୍ପର୍କରେ ଭଲ ଭାବରେ ଜାଣିଲା ପରେ ଆମେ ସମ୍ବନ୍ଧ ସ୍ଥାପନ କରୁ। ତେଣୁ କୁହାଯାଏ ଯେ ତାର ଖରାପ ଗୁଣ ଗୁଡ଼ିକ କ'ଣ ତାହା ମଧ୍ୟ ଜାଣିବା ଉଚିତ। ଭଲ ଗୁଣ ଜାଣିବା ଯେତିକି ଜରୁରୀ, ଖରାପ ଗୁଣ ଜାଣିବା ମଧ୍ୟ ସେତିକି ଜରୁରୀ। ତ ଆପଣ କହୁଛନ୍ତି ସୁପ୍ରିମକୋର୍ଟ ସମ୍ପର୍କରେ ଯେତେ ଭଲ କଥା ଅଛି ସେତିକି ଜାଣନ୍ତୁ, ସେତିକି ସୁପ୍ରିମକୋର୍ଟ ଯାହା ସବୁ ଦୁର୍ନୀତି କରୁଛି ସେଥିରେ କ'ଣ ହେଉଛି, ଇଭନ୍ ଡିଲେ ଇନ୍ କେସେସ୍ ହେଉଛି, ତା ବି ଲେଖିପାରନ୍ତି। କିନ୍ତୁ ଯେଭଳି ଭାବରେ ଆପଣ କୋଉ ଖବର କାଗଜ ଲେଖିକି ଦୃଷ୍ଟି ଯାଇଥାନ୍ତା, ମତେ କୁହନ୍ତୁ ଲେଜିସ୍ଲେଚରରେ ଦୁର୍ନୀତି ହେଉଛି, ଏ କଥା ପିଲା ପଢିବା ଉଚିତ କି ନୁହେଁ? ଲେଜିସ୍ଲେଟିଭ ବ୍ରାଞ୍ଚରେ ଯାହା ଯାଉଛି
ନେତାଙ୍କ କରପସନ ଆରେ ବାହାରୁ ମନ୍ତ୍ରୀଙ୍କ କରପସନ আর জজ মানে ইয়া- দুর্নীতি মিডিয়ার বাহার আস- কিন্তু no, যেটা no, no, আপনার পিলা কোর্স পড়িবে কি নাই? স্টডিজরে ପିଲା না কোর্স স্টডিরে আপন ভর্তি করুଛନ୍ତି মানে আপন সে অনুষ্ঠানটা উপর এটা ব্যক্তি নয় No, 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 ইউ Rababu. আর গোটে Rababu, again ଆପଣ confused. ମୁଁ ସୁପ୍ରିମକୋର୍ଟ କଥା କହୁନି ମୁଁ ସୁପ୍ରିମକୋର୍ଟ କହୁନି କନଷ୍ଟିଟ୍ୟୁସନ ମୁଁ କହୁଛି ଯେ ଆପଣ ନେତାଙ୍କ Democracy. ଦୁର୍ନୀତି ଉପରେ ଅଷ୍ଟମ ଶ୍ରେଣୀ ପିଲା ପାଠ ପଢିବା ଉଚିତ କି ନୁହେଁ କିଏ ନେତାଙ୍କ ଦୁର୍ନୀତି ଉପରେ ନେତାଙ୍କ ଦୁର୍ନୀତି ଉପରେ ପାଠ ପଢିବେ ହଁ କୋର୍ସ ପକେଇ ରହିବ କି ନାହିଁ ଏକ୍ଜିକ୍ୟୁଟିଭ ର ବିଷୟରେ ଏକ୍ଜିକ୍ୟୁଟିଭ ବିଷୟରେ ମିନିଷ୍ଟର ବିଷୟରେ ଇଏରେ ପଢୁଛନ୍ତି ପଢିବା ଉଚିତ ଦୁର୍ନୀତି ଉପରେ କିନ୍ତୁ ମନ୍ତ୍ରୀ ମାନେ ଚୋରି କରନ୍ତି ୟା ପଢିବେ କି ଓ ଆପଣ ଏହା ଚାହୁଁଛନ୍ତି ଯେ କେବଳ କଣ କରନ୍ତି ସେତିକି ପଢ ସେମାନଙ୍କ ବିରୁଦ୍ଧରେ କଣ ଅଭିଯୋଗ ହୁଏ ସିଷ୍ଟମରେ କଣ ଫାଙ୍କ ଥାଏ ସିଷ୍ଟମରେ ଫାଙ୍କ ଥିଲେ କିଭଳି ଗୋଟିଏ ବ୍ୟବସ୍ଥା କରପ୍ଟ ହୁଏ ସେ ବିଷୟରେ ପିଲା ପଢିବେ ନାହିଁ 2G ସ୍କାମରେ ଦୁର୍ନୀତି ହେଲା ସେ କଥା ପଢିବେ ନାହିଁ କମନୱେଲ୍ଥ ଗେମ୍ରେ କେମିତି ଦୁର୍ନୀତି ହେଲା ସେ କଥା ପିଲା ଜାଣିବା ଉଚିତ ନୁହେଁ ସେମାନେ ଜାଣିବା ଉଚିତ ଆଚ୍ଛା, ନୁହେଁ ପିଲାମାନେ- ଯେ କିଭଳି ବଡ ବଡ କର୍ପୋରେଟ ମାନେ ଆଜିର ଦିନରେ ମାନିପୁଲେଟ କରୁଛନ୍ତି ସିଷ୍ଟମକୁ ତାହାକୁ ପଢିବେ ନାହିଁ ଏପିଷ୍ଟିନ୍ ଫାଇଲରେ ଯୋଉଭଳି ଭାବରେ ବଡ ବଡ ଲୋକମାନେ ଫସିଗଲେ ଏମିତି ଘଟଣା ଘଟିପାରେ ସାରା ପୃଥିବୀରେ ସେ କଥା କେହି ଜାଣିବା ଉଚିତ ନୁହେଁ ଜାଣିବା ଉଚିତ ମୁଁ ଆଉ କହିଲି ଗୋଟେ ଜଜଙ୍କ ମୁଁ ଘରୁ କହିଲି ଟଙ୍କା ଯେତେବେଳେ- ଜଜଙ୍କ ଘରୁ ଟଙ୍କା ବାହାରିଲା ପୋଡିଗଲା ତାଙ୍କ ଘର ନିଆଁ ଲାଗିଲା ବେଳେ ସେ କଥା ପିଲା ପଢିବେନି ଆପଣ ସେ- ଆପଣ କହୁଛନ୍ତି ଯେ କେବଳ ଭଲ ଆପଣ ଗୁଣ ସେ ଗୁଟେ ଦେଖନ୍ତୁ। ଷ୍ଟଡିରେ ଯେଭଳି ଭାବରେ ଲେଖା ଯାଇଛି ସେଥିରେ ଗୋଟେ ଯେକୌଣସି ଲୋକର ଟ୍ରଷ୍ଟ ନ୍ୟାୟପାଳିକା ଶୂନ ହେଇଯିବ ନାଇଁ ନାଇଁ, ଆପଣ ନ୍ୟାୟପାଳିକା କଥାକୁ ପୁରାପୁରି ଛାଡି ଆଉ ଏଠି କଣ ଲେଖା ହେଇଛି କି? ଆପଣ ମନ୍ତ୍ରୀ ମାନଙ୍କର ଦୁର୍ନୀତି କଥା କାହିଁକି ପିଲା ପଢିବେନି ଆପଣ ବୁଝାନ୍ତୁ ଦୁର୍ନୀତି କଥା ଦୁର୍ନୀତି ପଢୁନାହାନ୍ତି କି ଆଇଏଏସ୍ ଅଫିସର ଖବର କାଗଜରେ ବାହାରୁଛି ସବୁଠି ବାହାରୁଛି ଆଉ ଯଦି କିନ୍ତୁ ଖବର କାଗଜରେ ବାହାରୁଛି ବାହାରୁଛି ତାହେଲେ କୋଉଠି ବନ୍ଦ ଅଛି କି ଟେକ୍ସଟ ବୁକ୍ ରେ ରହିଲେ କଣ ଅସୁବିଧା କୋଉଟା ଟେକ୍ସଟ ବୁକ୍ ରେ ଯଦି ଟେକ୍ସଟ ବୁକରେ ଆପଣ ଗୋଟେ ଅଷ୍ଟମ ପିଲାକୁ ଆପଣ ନ୍ୟାୟପାଳିକା ଯେତେବେଳେ ପଢୁଛନ୍ତି ନ୍ୟାୟପାଳିକା ଏଇ ଯୋଉ ଦିଗ ଗୁଡିକ ହଁ। ସେଠି ମଧ୍ୟ ଦ୍ୟାଟ୍ ଦି ଇନଷ୍ଟିଟ୍ୟୁସନରେ ମଧ୍ୟ କରପସନ ହେଇପାରେ ସବାଳ ଦେଇପାରନ୍ତି ଆପଣ କିନ୍ତୁ ଏଇଆ ହଉଛି ଏତେ କଥା ହେଇଗଲାଣି ଏଇଟା ଦୁର୍ନୀତିଗ୍ରସ୍ତ ହେଇଗଲାଣି ଯଦି ହଉଛି ଏଇଟା କରିକି ଯେ ଆପଣ ପିଲାକୁ ପଢଉଛନ୍ତି ତାହେଲେ ଆପଣ ଷ୍ଟ୍ରକ୍ଚରଟା ରଖିବାକୁ ଚାହୁଁନାହାନ୍ତି ସେ ଯୋଉ ସୂର୍ଯ୍ୟଶ୍ରୀ ଯୋଉଟା କହିଲେ ୟା ପଛରେ ଗୋଟେ ବିରାଟ ଷଡ଼ଯନ୍ତ୍ର ଅଛି କାହିଁକି କହିଲେ କାହିଁକି ଏଇ ଭାବନ୍ତୁ ଏଇ ଦେଖନ୍ତୁ ଏଇଭଳିଆ ଗୋଟେ ପୁସ୍ତକ ଆପଣ ଭାବୁଛନ୍ତି କଣ ସହଜ ଲେଖା ହେଇଗଲା ଜଣେ ଲେଖିଦେଲେ ଇଟ୍ସ ନଟ୍ ଏ ନ୍ୟୁଜ୍ ଗୋଟେ chapter ଲେଖା ପେପର ହେଇଛି। ଗୋଟେ ଏଇ ଯୋଉ ନାଇଁ ଗୋଟେ ଏଇ ଯୋଉ ଟେକ୍ସଟ ବୁକରେ ଗୋଟେ ଚାପ୍ଟର NCERT ର ଦେୟାର ଆର୍ କ୍ୱାଲିଫାଏଡ୍ ଏଡିଟର ରାଇଟର୍ସ କ୍ୱାଲିଫାଏଡ୍ ଏଡିଟର୍ସ 5 ଥର 6 ଥର ସ୍କ୍ରୁଟିନି ହେଇକି ପ୍ଲେସ୍ ହେଉଛି ଏବଂ କରିକୁଲମଟା ଜିନିଷ ବହିରେ ଆପ୍ରୁଭ୍ ତାର ମଧ୍ୟ କମିଟି ଅଛି ଏବଂ କୋଉ କୋଉ ସ୍ତରରେ ହେଉଛି ଭାବନ୍ତୁ ଆପଣ NCERT ରେ କିଛି ଅର୍ଡିନାରୀ ଲୋକ ନାହାନ୍ତି